ଗ୍ରାମରେ ଦୁଇଟି ଝିଅ ରହୁଥିଲେ। ଜଣଙ୍କ ନାମ ଥିଲା ରୀତା ଓ ଅନ୍ୟ ଜଣଙ୍କ ନାମ ଥିଲା ସୀତା। ଦିନକର କଥା, ସେମାନେ ଜଙ୍ଗଲ ବୁଲିବା ପାଇଁ ଯାଇଥିଲେ। ରାସ୍ତାରେ ସେମାନେ ଏକ ଥଳି ଦେଖିଲେ। ରୀତା ଥଳିଟି ପାଖକୁ ଗଲା ଓ ଦେଖିଲା ସେହି ଥଳିରେ ଥଳିଏ ସ୍ୱର୍ଣ୍ଣ ମୁଦ୍ରା ଥିଲା। ସେ ସୀତାକୁ ଡାକିଲା। ସୀତା ଆଶ୍ଚର୍ଯ୍ୟ ହୋଇଗଲା, କହିଲା, ଆମେ ସ୍ୱର୍ଣ୍ଣ ମୁଦ୍ରା ପାଇଲେ? ରୀତା କହିଲା, ମୁଁ ଏକୁଟିଆ ଏହି ସ୍ୱର୍ଣ୍ଣ ମୁଦ୍ରା ପାଇଲି। ତୁ ତ ପକ୍ଷୀମାନଙ୍କୁ ଚାହିଁଥିଲୁ, ଏହି ସ୍ୱର୍ଣ୍ଣ ମୁଦ୍ରା ମୋର। ସୀତା କାନ୍ଦିବାକୁ ଲାଗିଲା। ସେହି ସମୟରେ ଗୋଟିଏ ରାକ୍ଷସ ସେମାନଙ୍କ ଆଗରେ ଠିଆ ହୋଇଗଲା ଏବଂ କହିଲା, ଯେଉଁ ବ୍ୟକ୍ତି ଏହାର ମାଲିକ ହେବ ତା ଉପରେ ଅଭିଶାପ ପଡ଼ିବ। ରୀତା ଆଶ୍ଚର୍ଯ୍ୟ ହୋଇ କହିଲା, ଓ ଦେଖ, ଆମେ କି ହଇରାଣୀରେ ପଡ଼ିଗଲେ। ସେ କାନ୍ଦିବାକୁ ଲାଗିଲା। একথা শুনি সীতা কহিলা, আমি তু তো থলিটি পাইলু, থলিটি তোর, তেণু তু হি হইরাণীরে পড়িছু। একথা কহি সীতা তা বাটরে চালিগলা। এই গল্পটিরু আমি শিখিবাকু পাইলে যেমিতি কর্ম করিব সেমিতি ফল পাইব। ধন্যবাদ।